ରାଙ୍ଗାଦାଲାଂଠାରେ ଯାତ୍ରୀ ନିବାସକୁ ଉଦ୍ଘାଟନ କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ। ମୟୂରଭଞ୍ଜ ଜିଲ୍ଲା ମହୁଡ଼ା ବ୍ଲକର ପିକନିକ୍ ସ୍ପଟ୍ ଘୋଳମୁହାଁ ପଞ୍ଚାୟତର ରାଙ୍ଗାଦାଲାଂଠାରେ ଆଜି ବହୁ ପ୍ରତୀକ୍ଷିତ ଯାତ୍ରୀ ନିବାସ ଉଦ୍ଘାଟିତ ହୋଇଯାଇଛି। ONGC ନୂଆଦିଲ୍ଲୀ ଅନୁଦାନ ତଥା ଅନ୍ତୋଦୟ ଚେତନା ମଣ୍ଡଳୀ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିର୍ମିତ ଉକ୍ତ ଯାତ୍ରୀ ନିବାସଟି 23,39,000 ଟଙ୍କା ବ୍ୟୟରେ ନିର୍ମିତ। ତେବେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଇଞ୍ଜିନିୟର ବିଶେଶ୍ୱର ଟୁଡୁ ଶିଳାନ୍ୟାସ କରିଥିବା ବେଳେ ଆଜି ଅନ୍ତୋଦୟ ଚେତନା ମଣ୍ଡଳୀ ସମ୍ପାଦକ ଆଦିତ୍ୟ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଇଞ୍ଜିନିୟର ବିଶେଶ୍ୱର ଟୁଡୁ ଫିତା କାଟି ଉଦ୍ଘାଟନ କରିଥିବା ଜଣାପଡ଼ିଛି। ସ୍ୱର୍ଗତ ଅନାଦି ବାସ୍କେଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହୋଇଛି ଉକ୍ତ ଯାତ୍ରୀ ନିବାସ। ଏହି ସ୍ଥାନରେ ପିକନିକ୍ ଋତୁରେ ପର୍ଯ୍ୟଟକଙ୍କ ଭିଡ଼ ଲାଗୁଥିବା ବେଳେ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ଅସ୍ଥି ବିସର୍ଜନ ଗାଁର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାରୁ ଉକ୍ତ ବିଲ୍ଡିଂଟି ସମସ୍ତଙ୍କ ବ୍ୟବହାରରେ ଆସିପାରିବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ମହାତ୍ମା ଗାନ୍ଧୀ ଚକ୍ଷୁ ଚିକିତ୍ସାଳୟର ସମ୍ପାଦିକା ଗୀତାଞ୍ଜଳି ପଟ୍ଟନାୟକ, ସାମ୍ବାଦିକ ରଣଜିତ କୁମାର ସାହୁ, ଦାକ୍ଷିଣ ସୋରେନ, ବଳରାମ ବାସ୍କେ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ। ତେବେ ଉକ୍ତ ଯାତ୍ରୀ ନିବାସକୁ ପକ୍କା ରାସ୍ତା ସହିତ ବିଦ୍ୟୁତ ସଂଯୋଗ ସହିତ ଇକୋ ଟୁରିଜିମର ବ୍ୟବସ୍ଥା କରିବା ପାଇଁ ଦାବି ହୋଇଛି। ତେବେ ଏନେଇ କ'ଣ କହୁଛନ୍ତି ଇଞ୍ଜିନିୟର ବିଶେଶ୍ୱର ଟୁଡୁ ଏବଂ ଆଦିତ୍ୟ ପଟ୍ଟନାୟକ, ଆସନ୍ତୁ ତାଙ୍କ ମୁହଁରୁ ହିଁ ଶୁଣିବା। ଘୋଳମୁହାଁରେ जो ଯାତ୍ରୀ ନିବାସ ହେଇଛି ଏଇଟା ଖୁବ୍ ସମସ୍ତଙ୍କ ସହଯୋଗରେ ହେଇଛି ଆଉ ସବୁଠୁ ବେଶୀ ପ୍ରୋତ୍ସାହନ ମିଳିଛି ପୂର୍ବତନ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଇଞ୍ଜିନିୟର ବିଶେଶ୍ୱର ଟୁଡୁଙ୍କ ପ୍ରଚେଷ୍ଟାରେ ହେଇଛି। ଆମର ଭୂମିକା ଥିଲା ଯେତିକି ପଇସା ଆମେ ପ୍ଲାନ୍ କରିଥିଲୁ 35 ଲକ୍ଷ, ସେଠୁ 23,39,000 ONGC ଦେଲେ ଏବଂ ତାକୁ ପୁଣି ଜଲ୍ଦି କରିବା ପାଇଁ କମ୍ପ୍ଲିଟ୍ କରିବା ପାଇଁ ବିଶେଶ୍ୱର ବାବୁଙ୍କର ଥିଲା ଜଲ୍ଦି କରନ୍ତୁ କି ଯେମିତି ସବୁ ଲୋକମାନେ ଉପକୃତ ହେଇପାରିବେ। ଯାହା ହଉ ଗାଁ ଲୋକଙ୍କ ସହଯୋଗ, ରାଙ୍ଗାଦାଲା ତୋପନେଇ ଘାଟ ତାଙ୍କ ସହଯୋଗ, ବିଶେଶ୍ୱର ବାବୁଙ୍କ ପ୍ରୋତ୍ସାହନ ପ୍ରେରଣା ଏବଂ ONGC ସହଯୋଗରେ ଆଜି ଯାହା ଦେଖୁଛନ୍ତି ଏ ଅଞ୍ଚଳ ପାଇଁ ଏକ ଉଦାହରଣ। ଏବଂ ସାରା ମୟୂରଭଞ୍ଜରେ ବୋଧେ ଏମିତି ଯାତ୍ରୀ ନିବାସ ନାହିଁ ଯେଉଁଠିକି ମା ଜମ୍ଭିରା କୂଳରେ ଏମିତି ଅବସ୍ଥିତ ଥିବ। ହାତୀ 50-60 ଆସୁଛନ୍ତି, ଆପଣମାନେ ୟାକୁ ଏନ୍ଜୟ କରିପାରିବେ। ଆଉ ତିନି ହେଲା ଆଗାମୀ ଦିନରେ ଯେମିତି କହିଲେ ମାନ୍ୟବର ପୂର୍ବତନ ମନ୍ତ୍ରୀ କି କମ୍ୟୁନିକେସନଟା ଯଦି ଟିକେ ଭଲ ହେବ ତାହେଲେ ଏଇଟା ଇକୋ ଟୁରିଜିମ୍ ପାଇଁ ସବୁଠୁ ବହୁତ ଅଞ୍ଚଳ ଲୋକମାନେ ଏଠି ଆସିବେ। ଆହୁରି ବଡ଼ କଥା ହେଲା ଯେ ଗୋଟେ ହଲ୍ ଅଛି, ଅଞ୍ଚଳ ମିଟିଂ ଏବଂ ଗେଷ୍ଟ ହାଉସ୍ ଅଛି, ରହିବା ପାଇଁ ସମ୍ପୂର୍ଣ୍ଣ ସୁବିଧା ଅଛି। ଏଇ ଯେଉଁ ସୁବିଧାଟା ପୂର୍ବତନ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ କରେଇ ଦେଇଛନ୍ତି ଏବଂ ONGC ପ୍ରତ୍ୟକ୍ଷ ଭାବରେ ସହଯୋଗ କରୁଛନ୍ତି। ଆଉ ମୁଁ ଏଠୁ ବହୁତ କମ୍ ଆସିଛି, ଆରମ୍ଭରେ ଆସିଥିଲି, ମଝିରେ ଥରେ ଆସିଥିଲି, ଏବେ ଆସୁଛି। ମୋ କର୍ମୀମାନେ ଇଞ୍ଜିନିୟର ଲକ୍ଷ୍ମୀଧର ଟୁଡୁ ଏବଂ ଯେଉଁମାନେ ବି ଅନାଦି ବାସ୍କେ ଯାଙ୍କ ସ୍ମୃତିରେ ଏଇଟା ହେଇଛି ମୁଁ ସେମାନଙ୍କ ପ୍ରତି ବହୁତ କୃତଜ୍ଞତା ଜଣାଉଛି। ଆଉ ବିଶେଷ ଭାବରେ ଗଣମାଧ୍ୟମ ୟାକୁ ବାରମ୍ବାର ପ୍ରୋତ୍ସାହନ କରିଛି, ତାଙ୍କ ଦେଇଛନ୍ତି। ଏଇଟା ହେଲେ ଆମେ ବହୁତ ଅଞ୍ଚଳ ଲୋକମାନେ ଉପକୃତ ହେବେ। ଯୋଗାଯୋଗ କରିବା ପାଇଁ କ'ଣ ଯୋଗାଯୋଗ କେମିତି ବାହାର ଅଞ୍ଚଳ ଲୋକ ଯୋଗାଯୋଗ ଏଇ ତ ଆରମ୍ଭ ହେଲା। ରାସ୍ତା ନିର୍ମାଣ କରିବା ପାଇଁ ନିଶ୍ଚିତ ଭାବରେ ବିଶେଶ୍ୱର ବାବୁ ଜିଲ୍ଲାପାଳଙ୍କୁ କହିଲେ ହେଇଯିବ, ITDA କହିଲେ ହେଇଯିବ ଏବଂ ଅନ୍ୟ ମନ୍ତ୍ରୀମାନଙ୍କୁ ବି କହିବା ପାଇଁ ମଧ୍ୟ ସେ ଚେଷ୍ଟା କରିବେ। ରାସ୍ତା ଦରକାର, କଂକ୍ରିଟ ଆଉ ପାୱାର ଦରକାର। ଏଇ ଦୁଇଟା ହେଲା ପରେ ତାପରେ ଏଠି ବୃକ୍ଷରୋପଣ ଆଜି ଆରମ୍ଭ ହୋଇଛି। ପୁରା ଚାରିପାଖରେ ବୃକ୍ଷରୋପଣ ହେବ। ପିଲାମାନେ ସବୁଦିନ ଏଠି ଫୁଟବଲ ଖେଳୁଛନ୍ତି, ତେଣୁ ଏଇଟା ଗୋଟେ ସଚଳ, ଗୋଟେ ପୁରା ଆକ୍ଟିଭ ପ୍ଲେସ୍ ଯେଉଁଠିକି ୟଙ୍ଗଷ୍ଟର୍ସ ମାନଙ୍କର ଏଇଟା ଗୋଟେ ପେଣ୍ଠସ୍ଥଳୀ ହେବ। ଆଉ ମୁଁ ଆଶା କରିବି କି ଯଦି ଲାଇବ୍ରେରୀ ଯଦି ଅଲଚିକିରେ ଯଦି ହେଇପାରିବ ଆଉ ସେଇଟା ବି ମଧ୍ୟ ସମସ୍ତେ ପିଲାମାନେ, ମୁଁ ଏବେ ଆରମ୍ଭ ତ ଆଜି ହେଲା କିନ୍ତୁ ୟା ପୂର୍ବରୁ ଏଠି ଯୁବକମାନେ ସମସ୍ତେ ଆସିକି ରାତିରେ ରହୁଛନ୍ତି, ତାଙ୍କ ବାଦ୍ୟଯନ୍ତ୍ର ଏଠି ରଖିକି ତାଙ୍କର କଲଚରାଲ ଏକ୍ସଚେଞ୍ଜ କରୁଛନ୍ତି। ତ ଏଇଟା ବ୍ୟାପକ ହେବ ମୁଁ ଆଶା କରୁଛି। ଏଇଟା ଶୁଭାରମ୍ଭ ଆଜିଠୁ ହେଲା। ତେଣୁ ମୁଁ ଧନ୍ୟବାଦ ଦେବି ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କୁ, ONGCକୁ ଏବଂ ଗ୍ରାମବାସୀକୁ ଯେଉଁମାନେ ଏଟାକୁ ପୁରାପୁରି ଉଦ୍ୟମ କରିକି ତାକୁ ସଫଳ କରିଛନ୍ତି।
समय नगले आते जाई हम कि न हम जा हो मुझे से रास्ता कड़े 3-4 गाड़ी छिड़ा है मोर जे ड्राइवर से आगे को नहीं जाइला मुझे